ପରିବର୍ତ୍ତିତ ସମାଜ ଓ କାର୍ଯ୍ୟକ୍ଷେତ୍ର ପରିଚାଳନା ଏକ ବିହଙ୍ଗାବଲୋକନ। ଏହି ପ୍ରସଙ୍ଗରେ ଆସନ୍ତୁ ଏକ ବିଶ୍ଳେଷଣାତ୍ମକ ଆଲୋଚନାକୁ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜିର ଏହି ବ୍ୟସ୍ତ ଏବଂ ପରିବର୍ତ୍ତିତ ସମାଜରେ ଆମେ କିଭଳି ଭାବରେ ନିଜକୁ ଖାପ ଖୁଆଇ ଚଳିପାରିବା ଏବଂ ଯେଉଁମାନେ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ବୃତ୍ତିଗତ କ୍ଷେତ୍ରରେ ତାଙ୍କ ପାଇଁ କିଛି ଟିପ୍ସ। ଆଜିର ସମାଜ ଆମେ ଦେଖୁଛୁ, ଆପଣ ସହରରେ ରୁହନ୍ତୁ, ଗାଁରେ ରୁହନ୍ତୁ, ଏଥିରେ ସମାଜ ଏତେ ମାତ୍ରାରେ କଳୁଷିତ ହେଇଗଲାଣି ଯେ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନକାରୀ ଲୋକଙ୍କ ସଂଖ୍ୟା ବଢ଼ିଲାଣି। ପ୍ରାଥମିକ କ୍ଷେତ୍ରରେ ପାଠ ପଢ଼ୁଥିବା ପିଲାମାନେ ମଧ୍ୟ ଗୁଟଖା ମଦ ଭଳି ନିଶା ଗ୍ରହଣ କରିକି ସମାଜରେ ଉନ୍ମତ୍ତ କାଣ୍ଡ ଭିଉଛନ୍ତି ଏବଂ ସମାଜ ଚୁପଚାପ ତାକୁ ଦେଖୁଛି। ଏଭଳି ସମାଜରେ ଆମେ ବଢ଼ିବାକୁ ବାଧ୍ୟ ହେଉଛୁ। ତେଣୁ କୌଣସି ପ୍ରକାର ଯଦି କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି, ପୂଜା କିଛି ହେଉଛି, ତହିଁରେ ମଧ୍ୟ କୌଣସି ପବିତ୍ରତା ରହୁନି, କାରଣ ଏଠି ଥକାଇ ଲୋକ ବସିକି ଅର୍ଥାତ୍ ଏହି ଉତ୍ସବର ଅର୍ଥ ସେମାନେ ବୁଝନ୍ତି ନିଶା ଗ୍ରହଣ କରିବା ଆଉ ବେହୋସ ହେଇକି ଅଶାଳୀନ କଥାବାର୍ତ୍ତା କରିବା, ସମାଜକୁ ବିପଥଗାମୀ କରାଇବା। ତେବେ ଭଦ୍ର ସମାଜ ବୋଲି କିଛି ଆଉ ଗୋଟେ ରହୁନି। ତଥାପି କେମିତି ଜୀବନ ବଞ୍ଚିବା, ଆମେ ଯଥାସମ୍ଭବ ନିଜର ଗୋଟେ ବାଉଣ୍ଡରୀ ସେଟ୍ କରିବା, ନିଜର ପିଲାମାନଙ୍କୁ ଭଲଟା ବି ବୁଝେଇବା, ଖରାପଟା ବି ବୁଝେଇବା। ପରିସ୍ଥିତି ଆସିଲେ ସେମାନେ ବୁଝିବେ, ତଥାପି ସଂସ୍କାର ଆମେ ତାଙ୍କୁ ଦେବା ଯଥାସମ୍ଭବ ଏବଂ ନିଜ ବାଉଣ୍ଡରୀ ଭିତରେ ରହିକି ଆମେ ନିଜର ପିଲାମାନଙ୍କର କେମିତି ଭଲ ହେଇପାରିବ, ନିଜର କେମିତି ମାନସିକ ଶାନ୍ତି ରହିବ, ଆମେ ଚେଷ୍ଟା କରିବା। ଯଥାସମ୍ଭବ ଆମେ ଚେଷ୍ଟା କରିପାରିବା, ତାଠୁ ଆଗକୁ ଆମେ କିଛି କରିପାରିବାନି। ଗୋଟେ ଉଦାହରଣ ସ୍ୱରୂପ ଗୋଟିଏ ଗାଁରେ ଯଦି ପ୍ରତ୍ୟେକ ଦୋକାନରେ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ମିଳୁଛି, ପିଲାମାନେ ତାକୁ ଖାଉଛନ୍ତି, ଆମେ ଅଟକେଇ ପାରିବାନି। ମନା କଲେ ମଧ୍ୟ ସେ ଦୋକାନୀ ଭାଇ ଆମ ସହିତ ଝଗଡ଼ା କରିବ ବା ଖରାପ ଆମକୁ ଭାବିବ, ସ୍ୱାଭାବିକ କଥା। ବା କେହି ଯଦି ନିଶାର କାରବାର କରୁଛି, ଯଦି ପୋଲିସରେ ବା ଏକ୍ସାଇଜରେ ଆମେ କମ୍ପ୍ଲେନ୍ କଲେ ସେମାନେ ଦିନେ ଅଧେ ଆସିବେ, କାରଣ ତାଙ୍କ ଭିତରେ ସାଣ୍ଠଗାଣ୍ଠ ବହୁତ ବଢ଼ିଆ ଅଛି। ସେମାନେ ଦିନେ ଅଧେ ଆସିବେ, ତାଙ୍କ ପାଖରୁ କିଛି ଫାଇନ୍ ଆଦାୟ କରିବେ ଏବଂ ପୁଣି ଯେମିତି ଥିଲା ଯଥା ପୂର୍ବଂ ତଥା ପରଂ ଏମିତି ଚାଲିବ, ଆପଣ ବଦନାମ ହେବେ। ତେଣୁ ନିଜକୁ ଯଥାସମ୍ଭବ ଏଠି ନ୍ୟୁଟ୍ରାଲ୍ କରି ରଖିବାକୁ ଚେଷ୍ଟା କରିବାକୁ ପଡ଼ିବ ଆଜିର ସମାଜରେ ଏବଂ ନିଜ କାମରେ ନିଜକୁ ବ୍ୟସ୍ତ ରଖିବାକୁ ପଡ଼ିବ। ଏବଂ ଦ୍ୱିତୀୟ ପଏଣ୍ଟ ହେଲା ଆମର କାର୍ଯ୍ୟକ୍ଷେତ୍ର ପରିଚାଳନା। କାର୍ଯ୍ୟକ୍ଷେତ୍ର ବା ଯେଉଁଠି ଆମେ ଚାକିରି କରୁଛୁ ବା କିଛି କାମ କରୁଛୁ, ମନେ କରାଯାଉ କୌଣସି ଗୋଟେ ସରକାରୀ ଚାକିରି ବି କରୁଛୁ ଆମେ, ତ ସେଇଠି ସବୁ କ୍ଷେତ୍ରରେ ରାଜନୀତି ଅଛି। ଆମେ ଘରେ, ପରିବାରରେ, ସାହିରେ, ସମାଜରେ ରାଜନୀତିଠୁ ଆମେ ନିଜକୁ ଦୂରେଇ ପାରିବା ନାହିଁ। ଆମେ ଦେଖିବା ଯେ ସେଇ ସମାନ ଚାକିରିର ସମାନ ପୋଷ୍ଟରେ ଥାଇକି ଜଣେ ଉଦ୍ଦେଶ୍ୟମୂଳକ ଭାବରେ ଠକୁଛି, କାମ ଶିଖିଥିଲେ ବି କହୁଛି ମୁଁ ଶିଖିନାହିଁ ବୋଲି। ଉଦ୍ଦେଶ୍ୟ ହେଉଛି ଯଦି ମୁଁ ଶିଖିଛି ବୋଲି କହିବେ ତାଙ୍କୁ ଅଧିକ କାମ ଦିଆଯିବ। ଯେତେ ମାତ୍ରାରେ ଠକିକି ସେମାନେ ନିଜର ପାରିଶ୍ରମିକ ନେବେ ଏବଂ ଶଠତା ଦେଖେଇବେ, ଅନ୍ୟ ପାଖରେ ଚାଲାକି କରିକି ନିଜର ଚାକିରି କାଳଟାକୁ ସାରିଦେବେ। କିନ୍ତୁ ସେଇଠି ଯିଏ ସଚ୍ଚୋଟ ଲୋକ ଥିବ, ସଚ୍ଚୋଟ ବ୍ୟକ୍ତି ଥିବ କାର୍ଯ୍ୟକ୍ଷେତ୍ରରେ, ସିଏ ଡେଡିକେଟେଡ଼ ହେଇକି କାମ କରିବ, ତାକୁ ଯେତିକି ଟାସ୍କ ଦିଆଯିବ ସେ ସାରିବ। ତଥାପି ତାକୁ ପ୍ରଶଂସା ତ ମିଳିବ ନାହିଁ, ତାକୁ ନିନ୍ଦା ବରଂ ଦିଆଯିବ। ଏଠି ଗୋଟେ ଟିପ୍ସ ହେଉଛି, ଏଇଟା ସବୁଠି ଆପଣମାନେ ପାଇବେ। ପ୍ରାଇଭେଟରେ ଯାଆନ୍ତୁ, ଗଭର୍ଣ୍ଣମେଣ୍ଟ କ୍ଷେତ୍ରରେ ଯାଆନ୍ତୁ, ତ ନିଜେ କ'ଣ କରିବେ, ନିଜେ ଗୋଟେ ବାଉଣ୍ଡରୀ ତିଆରି କରିବେ। ଅର୍ଥାତ୍ ନିଜର ଯେତିକି ସାମର୍ଥ୍ୟ ଅଛି, ନିଜର ସାମର୍ଥ୍ୟ ଅନୁସାରେ କାମ କରିବେ ଆଉ ଅନ୍ୟାୟକୁ ପ୍ରତିବାଦ କରିବା ପାଇଁ ସାହସ ନିଜ ଭିତରେ ରଖିବେ। ଆପଣ ଆଦୌ ହାଇଲି ଡେଡିକେଟେଡ଼ ହେଇକି ଅପାତ୍ରରେ ଦାନ କରିବେନି। ଯଦି ଆପଣଙ୍କର ଉତ୍ସର୍ଗୀକୃତତା ପାଇଁ ଦେଶ ସମାଜର ଲାଭ ହେଉଛି,
ଆପଣ ସେଇଟା କରନ୍ତୁ। କିନ୍ତୁ ଆପଣଙ୍କ ଉତ୍ସର୍ଗୀକୃତତାଟାକୁ ଯଦି କେହି ମିସୟୁଜ୍ କରୁଛି, ଆପଣଙ୍କୁ ଅଣ୍ଡର ଏଷ୍ଟିମେଟ୍ କରୁଛି, ଆପଣ ତାର ଜବାବ ଦିଅନ୍ତୁ। ତଦ୍ୱାରା ଆପଣଙ୍କର ମାନସିକ ଶାନ୍ତି ରହିବ। କାରଣ ଆପଣ ହେଉଛନ୍ତି ଆପଣଙ୍କ ପରିବାରର ସମ୍ପତ୍ତି, ଆସେଟ୍। ଯଦି ମାତ୍ରାଧିକ ଏବଂ ଅନାବଶ୍ୟକ ଡେଡିକେସନ୍ ଏବଂ ହାର୍ଡ଼ୱାର୍କ ଦେଖେଇକି ଆପଣ କାମ କରିବେ, ନିଜର କ୍ଷତି ହେବ। ଆପଣଙ୍କର କିଛି ଅସୁବିଧା ହେଲେ ଏ ସମାଜ ଆପଣଙ୍କ ପିଠିରେ ପଡ଼ିବ ନାହିଁ। ତେଣୁ ଏସବୁ ଅନୁଭୂତିର କଥା। ଆମେ ନିଜର ବାଉଣ୍ଡରୀ ସେଟ୍ କରିବା ଯେ ଆମର କାମକୁ ଆମେ ବୁଝିବା, ତାଠୁ ଅଧିକ ଆଗକୁ ଯିବା ନାହିଁ। ଯେତିକି ଦରକାର ଆମେ ସେତିକି କରିବା। କାହିଁକି? ମନେ କରାଯାଉ ଆପଣ ଯେତିକି ପାରିଶ୍ରମିକ ପାଉଛନ୍ତି, ମନେ କରାଯାଉ ଆପଣ 50,000 ଟଙ୍କା ଦରମା ପାଉଛନ୍ତି, ସେଇ ଅନୁଷ୍ଠାନରେ ଜଣେ 1,00,000 ଟଙ୍କା ଦରମା ପାଉଛନ୍ତି। ଆପଣ ଦେଖୁଛନ୍ତି ସେ ସମ୍ପୂର୍ଣ୍ଣ ରୂପେ ଠକୁଛନ୍ତି। ଯଦି ସମାନ ବର୍ଗରେ ଆପଣ ଅଛନ୍ତି, ଯଦି ସେ ଅଫିସର ଅଛନ୍ତି ଅଲଗା କଥା, ମୁଁ ସେ ଦିଗକୁ ଯାଉନି, କିନ୍ତୁ ଆପଣ ହାଇଲି ଡେଡିକେଟେଡ଼ ହେଇ କାମ କରୁଛନ୍ତି, ଏଇଟା ଭୁଲ ଜିନିଷ। ଯଦି ଜଣେ ଠକୁଛି, କାମ ବାଣ୍ଟି ଦିଅନ୍ତୁ, ତା କାମକୁ ଆପଣ କରନ୍ତୁ ନାହିଁ, ନିଜ କାମକୁ ନିଜେ କରନ୍ତୁ। କାରଣ ଅନେକ କ୍ଷେତ୍ରରେ ଆମେ ଦେଖିଛୁ, ଯିଏ କରେ ତାକୁ ଅଧିକ କାମ ଦିଆଯାଏ, ଯିଏ କରେନି ସେ ହେଡ୍ ଅଫ୍ ଦି ଇନଷ୍ଟିଚ୍ୟୁଟ୍ କହନ୍ତି ଓ ତା ଦ୍ୱାରା ହେବନି, ଆପଣ କରନ୍ତୁ। ତା ଦ୍ୱାରା ହେବନି, ସେ ତ ଦରମା ନେଉଛି, କାହିଁକି ହେବନି ତା ଦ୍ୱାରା? ଯଦି ନ ହେବ ଆପଣ ଆଉ କେଉଁଠି କରାନ୍ତୁ, ମୋତେ କୁହନ୍ତୁନି। ତେଣୁ ଏଇଟା ଗୋଟେ ଜିନିଷ ହେଉଛି କ'ଣ, ଆମେ ଯେତେବେଳେ ନାହିଁ ବୋଲି କହିପାରୁନୁ, ଯିଏ ଯାହା କହିଲା ହଁ ମୁଁ କରିଦେବି, ଏଇଟା ଆମ ମନ ଉପରେ ଅଯଥା ପ୍ରେସର ପକାଉଛି, ରକ୍ତଚାପ ବଢ଼ୁଛି, ଷ୍ଟ୍ରେସ୍ ବଢ଼ୁଛି, ଷ୍ଟ୍ରେସ୍ରୁ ବିଭିନ୍ନ ମାରାତ୍ମକ ରୋଗ ହେଉଛି। ଏବଂ ଗୋଟିଏ କାମ କଲା ପରେ ଆପଣ ଭାବୁଥିବେ କି ନାଇଁ ମୁଁ ଏଇ କାମଟା କଲି, ଖୁସି ନୁହଁ, ଆପଣଙ୍କୁ ଆଉ କାମ ଦିଆଯିବ। ତେଣୁ ମୋର ବ୍ୟକ୍ତିଗତ ମତ ହେଉଛି ସର୍ବଦା ନିଜର ବାଉଣ୍ଡରୀ ସେଟ୍ କରନ୍ତୁ। ଏତିକି ଭିତରେ ମୋତେ କାମ କରିବାର ଅଛି, ଏଇ ଜିନିଷରୁ ବାହାରକୁ ଗଲେ ମୋତେ ମନା କରିବାର ଅଛି ସମ୍ପୂର୍ଣ୍ଣ ରୂପେ। ଆଉ ମନେ କରାଯାଉ ଆମେ ଅଭିଯୋଗ କରିପାରିବା। ଆମେ ଅଭିଯୋଗ କରିପାରିବା ପାଇଁ ଆମ ପାଖରେ ସ୍କୋପ୍ ଅଛି। ଆମେ ମନେ କରାଯାଉ ଆମେ ଯେଉଁ କାମ କରୁଛୁ, ଆମର ପାଖରେ ଅଭିଯୋଗ କରିବାର ସ୍କୋପ୍ ଅଛି, ପରିସର ଅଛି, ଆମେ ଅଭିଯୋଗ କରିବାର ସୁଯୋଗ ଅଛି, ଆମେ କରିବା। କାରଣ ଆମ ପାଖରେ ସ୍କୋପ୍ ଅଛି, ଆମକୁ ଦିଆହେଇଛି ସେତିକି ସୁବିଧା। ମନେ କରାଯାଉ ମୁଁ ଚାକିରି ଗୋଟେ କରୁଛି, କାର୍ଯ୍ୟକ୍ଷେତ୍ରରେ ଅଛି, ମୋତେ ମାନେ ଜଣେ କହିବନି କି ଆମେ ଛୁଟିଟା ଆପଣଙ୍କୁ ଦୟାରେ, ଛୁଟିଟା କୌଣସି ହେଡ୍ ଅଫ୍ ଦି ଇନଷ୍ଟିଚ୍ୟୁଟ୍ ତା ଦୟାରେ ଦିଏନି। ଛୁଟିଟା ଆମ ଯୋଗ୍ୟତା ବଳରେ ଯେଉଁ ଚାକିରିଟା ଆମେ କରିଛୁ, ଯେଉଁ କାମଟା ଆମେ କରୁଛୁ, ସରକାର ବା ବେସରକାରୀ ସଂସ୍ଥା ଆମକୁ ସେଇ ସୁଯୋଗଟା ଦେଇଛି। ତେଣୁ କନସିଡରେସନ୍ ସେ କରିବେ, କିନ୍ତୁ ତା ମାନେ ନାହିଁ ଯେ ସେ ଜଣକୁ କନସିଡର ଭଲସେ କରିବେ ଅନାବଶ୍ୟକ ଭାବରେ, ଏବଂ ଆପଣଙ୍କର ଏମର୍ଜେନ୍ସି ଥିଲେ ସେ ଆପଣଙ୍କୁ ଛାଡ଼ିବେନି। କଥା ହେଲା ସମାଜଟା ଖରାପ ଲୋକ ପାଇଁ ଖରାପ ହେଇନି। ଭଲ ଲୋକ କେଉଁ ସମୟରେ ମୁହଁଟା ଖୋଲିବା କଥା, ପ୍ରତିବାଦ କରିବା କଥା, ଚୁପ୍ ରହିଯିବା ଫଳରେ ସେମାନେ ଭାବନ୍ତି କି ମୁଁ ମାନେ ମୋର ଭଲ ଗୁଣଟା ଦ୍ୱାରା ଅନ୍ୟର ମନ ପରିବର୍ତ୍ତନ ହେବ ନାହିଁ। ଆପଣ ପ୍ରତିବାଦ ନ କରିବା ଦ୍ୱାରା ସେମାନେ ଭାବୁଛନ୍ତି ଯେ ଆପଣ ଓକେ ଅଛନ୍ତି, ମାନେ ଆପଣଙ୍କୁ ଏତିକି ଡେଡିକେଟେଡ଼ ରହିକି ତାର ଅନୁଷ୍ଠାନକୁ ସେମାନେ ଚଳେଇ ପାରୁଛନ୍ତି, ତା ପ୍ରତିବଦଳରେ ତାର ଫାଇଦା ଅନ୍ୟମାନେ ନେଉଛନ୍ତି। ତେଣୁ ଆମକୁ ସକାରାତ୍ମକ ଜୀବନ ପାଇଁକି ହେଲେ ସକାରାତ୍ମକ ଚିନ୍ତା ବି ଦରକାର, ଆମର ଆଟିଚ୍ୟୁଡ଼୍ସକୁ ଚେଞ୍ଜ କରିବା ଦରକାର। ଆଜିର ସମାଜରେ ଏଇଟା ଦରକାର, ତେବେ ସମାଜ ଆଗକୁ ନିଶ୍ଚିତ ଭାବରେ ଯିବ। ଭଲ ପାଇଁ ଆମେ ଭଲ କରିବା ନିଶ୍ଚିତ ରୂପେ, ଯେଉଁଠି ଡେଡିକେସନ୍ର ଆବଶ୍ୟକତା ଅଛି ଆମେ କରିବା ସମାଜକୁ ବଢ଼ାଇବା ପାଇଁ। କିନ୍ତୁ ଯେଉଁଠି ଆମେ ମନା କରିବା କଥା, ମୁହଁ ଖୋଲି ମନା କରିବା ଉଚିତ, ଏଇଟା ହେଉଛି ମୋର ମତ। ଧନ୍ୟବାଦ ସମସ୍ତଙ୍କୁ, ନମସ୍କାର।